ଆରେ ସଫଲ ତୁ ଏ କ'ଣ କଲୁ? କେତେ ଭରସା ରଖିଥିଲି ତୋ ଉପରେ, କେତେ ଆଶା ରଖିଥିଲି, ତୁ ଶେଷରେ ଏଇଆ କଲୁ? ଆରେ କେଇଟା ନେତା ମନ୍ତ୍ରୀକୁ ଡରି ଟିକେ କଣ୍ଟ୍ରୋଭର୍ସି ଭିତରୁ ଚାଲିଯିବ ବୋଲି ତୁ ମୋତେ ଧୋକା ଦେଇଦେଲୁ। ତୁ ଯାହା କଲୁ ଭଲ କଲୁ ରେ, ଯାଇଲୁ ଭଲ କଲୁ। ଛି 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 ଛି, ତୁ ଥରେ ଧୋକା ଦେଇଛୁ ମାନେ ଦ୍ୱିତୀୟ ଥରେ ବି ଧୋକା ଦଉ, ତତେ ବିଶ୍ୱାସ ନାହିଁ। ଆରେ ପଚାର ତ ମନକୁ, ଷଷ୍ଠ ଶ୍ରେଣୀରୁ ତତେ ସାଙ୍ଗରେ ରଖିଥିଲି, କ୍ଲାସରେ ଖାଇଥିଲି ବୋଲି କ୍ଲାସରେ ଆପ୍ଲିକେସନ ଲେଖି ଦେଇଥିଲି ହେଡମାଷ୍ଟରକୁ, ସେଇପାଇଁ ସମସ୍ତେ ମତେ କହନ୍ତି ଷଷ୍ଠରୁ ନଷ୍ଟ। ତୁ ଏଇଆ କଲୁ? ଟିକେ ମିଡିଆ ମନ୍ତ୍ରୀ ନେତା ଆଗରେ ବାହାରିଲୁ ବୋଲି ତୁ ମତେ ଭୁଲି ଗଲୁ? ଆରେ କେଇ ଦିନଠୁ ଟିଭିରେ ମୋବାଇଲରେ ଚାଲିଲା ତୋ କଥା ବୋଲିକି ଡିବି ଡିବି ନାଗରେ ବାଜିଲା, ତୁ ଡରିକି ଚାଲିଗଲୁ। ଛାଡ, କ'ଣ ଆଉ କହିବି ତତେ, ତତେ ଯେତେ ଭଲ ପାଇବି ଦେଲେ ବି ତୁ କାହାର ହେଇପାରିବୁନି ହେଲା। ଆରେ ସାଙ୍ଗସାଥୀ, ଭାଇ ବନ୍ଧୁ, ପ୍ରିୟା ପ୍ରୀତି ସମସ୍ତଙ୍କୁ ଭୁଲିଗଲି ତୋରି ପାଇଁ। ଆରେ ମୋ ନିଜ ପର୍ସକୁ ପଛ ପକେଟରେ ରଖେ, ଆରେ ମୋ ନିଜ ପର୍ସକୁ ପଛ ପକେଟରେ ରଖେ, କିନ୍ତୁ ତତେ ଆଗ ପକେଟରେ ରଖେ। କାହିଁ ଜାଣିଛୁ? କାଳେ ସାଙ୍ଗ ପିଲା କି କୋଉଠି ବାଟରେ ମାଗିଦେବେ, ସାଙ୍ଗ ଦେଲୁ ଟିକେ ସଫଲ ପାଟିରେ ପକେଇଦବା, ସେଇଥିଲାଗି ମୁଁ ଚାହେଁନି ତତେ ମୋଠୁ କେହି ଦୂରେଇ ଯାଉ। ତୁ ଏଇଆ କଲୁ? ଏତେ ଭଲ ପାଇବା ଦେଇକିରି ବି ତୁ କାହାକୁ ଡରିକି ଛାଡି ଚାଲିଗଲୁ। ଆରେ ଭାତ କଂସାକୁ ଭୁଲି ଯାଇଥିଲି ତତେ ଦେଖିଲା ଦିନ, ଜାଣିଛୁ? ସକାଳୁ ମୁହଁ ଧୋଇଲା ପରେ ତତେ ଗୋଟେ ପାଟିରେ ପକେଇଦେଲ ନା, ମନ ଖୁସି ହେଇଯାଏ। କିନ୍ତୁ କାହିଁ ବୁଝିବୁ, ସାମାନ୍ୟ ଟିକେ କଣ୍ଟ୍ରୋଭର୍ସି କ'ଣ ମିଡିଆ ବାଲା 2-4 ଦିନ ତୋ ନାଁରେ ଗପି ଦେଲେ ତୁ ତାଙ୍କୁ ଡରିକିରି ଭୁଲିଗଲୁ। ଯାଇଥିଲୁ ତ ଯାଇଥିଲୁ, ପୁଣି ଫେରୁଥିଲୁ କାହିଁକି? ଫେରିଛୁ ମାନେ ପୁଣି ଦିନେ ନା ଦିନେ ଧୋକା ଦବୁ। ଧୋକାବାଜ ଯେ ଧୋକାବାଜ। ଆଉ ଯଦି ତୁ ଫେରିଲୁ ତ ସାଙ୍ଗରେ ତ ଜର୍ଦା 5 କିଲୋ ନେଇକି ଫେରିଥାନ୍ତୁ, ଏକା କାହିଁ ଫେରିଲୁ କହ? କିଛି କମ ରେଟ୍ ନେଇକି ଆସିଥାନ୍ତୁ, ଆଇଲ ତ ଏକାଥରେ 9 ଟଙ୍କା 10 ଟଙ୍କା ଗୋଟାକୁ। ଇଏ କିନ୍ତୁ ତୋ ଚିନ୍ତାଧାରା ଠିକ ନୁହଁ। ଏଇସବୁ ଜିନିଷ ତୋଠୁ ଆମେ ଦେଖିବାକୁ ଆଶା କରୁନଥିଲୁ ସତରେ, ଏରା ଭଲ ନୁହଁ। ଆରେ ତତେ କିଏ ଚିହ୍ନେ, ତତେ କିଏ ପଚାରେ କହିଲୁ? ଜର୍ଦା ଲାଗି ପତି ଲାଗି ତୁ ଫେମସ, ବିନା ଜର୍ଦାର ସଫଳ ତତେ କିଏ ଚିହ୍ନା କହିଲୁ? ତତେ କିଏ ଜାଣିଛି? ଯଦି ଫେରିଲୁ ତାକୁ ସାଙ୍ଗେ ନେଇ ଫେରିଥାନ୍ତୁ, ତୁ ଏକୁଟିଆ ଗୋଟା ଫେରିଲୁ, ତାକୁ ବିଦା କରିଦେଲୁ। ପୁଣି ଯଦି ଆଇଲ 2 ଜଣଙ୍କ ଏକାଥରେ ରେଟ୍ ନେଇକି, ଇଏ କାମ? ହଁ, ବାଧୁଛି ରେ, ହୃଦୟକୁ ବାଧୁଛି ତୋ କଥା ଭାବିଲି ଥରେ, ଜାଣିଛୁ ନା? ଯଦି ଫେରିଲୁ ଟିକେ କମ ରେଟ୍ ହେଲେ ଫେରିଥାନ୍ତୁ, ପୁରା ହେଭି ରେଟ୍। ଆମେ ତତେ ଲାଗୁଛି ସିନେମା ହଲରେ ବ୍ଲାକ୍ ଟିକେଟ ଛାଡି ତୋର ବୋଧେ ଦିନେ ବ୍ଲାକ୍ ଟିକେଟ ବିକ୍ରି ହବ ନାଇଁ? ନାଇଁ, ସତ କଥା ହେଲା, ତୁ ଆକ୍ଚୁଆଲି ଟିଭିରେ ମୋବାଇଲରେ ଯୋଉ ବାହାରିଲୁ ତୋ ଟିକେ ଖାତିର ବଢିଗଲା, ଏଟା ସତ କଥା। ତତେ କେହି ପଚାର ନଥିଲେ, ପଇସା ଦେଇକିରି ଫୋନ ପେ କରି ଖାଇଥିଲେ, ଯୋଉ ମୋବାଇଲରେ ସମସ୍ତେ ତୋ ନାଁରେ ଘୁରି ବୁଲା ଭିଡୁଅ, ତୋ ଟିକେ ଖାତିର ବଢିଗଲା, ଅଲଗା ପ୍ରକାର ଖାତିର। ଗୋଟେ ସପ୍ତାହ ତତେ ଲୋକ ଭୁଲିଗଲେ, ତାପରେ ତୁ ଆଇଲି ତୋର କ୍ରେଡିଟ ନେଇକି ଆଇଲୁ ଆଉ। ତୁ ଏମିତି କରିବୁ ବୋଲି ମୁଁ କେବେ ଭାବିନଥିଲି ରେ, ଭୁଲ ହେଇଗଲା ମୋର, ଜାଣିଲୁ ନା? ବଡ ଭୁଲ ହେଇଗଲା ମୋ ଲାଇଫରେ ତତେ ଭଲ ପାଇକି। ଏତେ ଦିନ ତତେ ଭଲ ପାଇ ପାଖରେ ରଖିଥିଲି, ଗୋଟେ ବିଶ୍ୱାସ ତୁଟିଗଲା। ଆଜି ତୋ ସାଙ୍ଗରେ ମୋର ଟିକେ ନାହିଁ, ଟିକେ ବୋଲି ଟିକେ ସମ୍ପର୍କ ନାହିଁ। ଭୁଲ ହେଇଗଲା ତତେ ଭଲ ପାଇ। ଆରେ ତୁ ଜାଣିଛୁ ତତେ କେତେ ଭଲ ପାଏ? ହ୍ୱାଟ୍ସଆପ ଡିପିରେ ତୋ ଫଟୋ, ଫେସବୁକ୍ ପ୍ରୋଫାଇଲ ପିକ୍ଚର ତୋ ଫଟୋ, ୟୁଟ୍ୟୁବ ଲୋଗୋରେ ତୋ ଫଟୋ, ହ୍ୱାଟ୍ସଆପ ଷ୍ଟାଟସରେ ତୋ ଫଟୋ, ଏମିତି କି ମୋ ଛାତିରେ ଦେଖିବୁ ତୋ ତାଟୁ। ଆଉ କ'ଣ କରିଥିଲେ ତୁ ବିଶ୍ୱାସ କରିଥାନ୍ତୁ ଯେ ତତେ ଏତେ ଭଲ ପାଉ ବୋଲି? ଆରେ ତୋ ଲାଗି ଦିନେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫାଇନ ଦେଇଥିଲି, ଆରେ ଏତେ କଲା ପରେ ତୁ ଭୁଲିଗଲୁ? ମୋର ଯେତେ ଥର ବିଶ୍ୱାସ, ତୁ ନିଶ୍ଚିନ୍ତ ଆଉ ଥରେ ଧୋକା ଦବୁ, ନିଶ୍ଚିନ୍ତ ଧୋକା ଦବୁ, ତତେ ଆଉ କେବେ ବିଶ୍ୱାସ ନାହିଁ। ସକାଳୁ ତତେ ପାଟିରେ ନ ପକେଇଲେ ଝାଡା ହୁଏନି, ତୁ ଭଲସେ ଜାଣିଛୁ। ଅଧୁଆ ମୁହଁରେ ତତେ ଆଗେ ପକେଟରେ ପୁରାଏ, ତାପରେ ମୁହଁ ଧୋଏ। ସାମାନ୍ୟ କେଇଟା ଲୋକଙ୍କୁ ଡରି ତୁ ସବୁଦିନ ପାଇଁ ଚାଲିଯିବୁ ରହିଥିଲୁ? ଯାଇଥିଲୁ ଫେରୁଥିଲୁ କାହିଁକି? ଯଦି ଫେରିଛୁ ମାନେ ତୋର କିଛି ନିହାତି ଉଦ୍ଦେଶ୍ୟ ଖରାପ ଅଛି, ଏଥିରେ ପୁରା ମୁଁ ସିଓର, 100% ସିଓର। ତୁ ଫେରିଛୁ ମାନେ ନିହାତି ତୋର କିଛି ଖରାପ ଉଦ୍ଦେଶ୍ୟ ଅଛି, ମତେ ତ ଲାଗୁଛି। ଆଉ ଲୋକମାନେ ଯୋଉ କହୁଥିଲେ ତତେ ଖାଇଲେ କ୍ୟାନ୍ସର ରୋଗ ହବ, ସେଟା ସତ କଥା ଆଉ, ଏଟା ସିଓର। ନହେଲେ ତୋ ଲାଗି ଏତେ କାହିଁକି ହେଇଥାନ୍ତା ପାଲା? ତେଣୁ ଆଜିଠାରୁ ତୋ ଉପରେ ବିଶ୍ୱାସ ତୁଟିଲା, ଆଉ ବିଶ୍ୱାସ ନାହିଁ, ଜମା ବିଶ୍ୱାସ ନାହିଁ। ବିଶ୍ୱାସ ଅଛି ତ ଆ ଉପରେ ଦେଖ, ଆବେ ଆଖି ପୁରେଇକିରି ଦେଖ,
ଆବେ ତତେ କହୁଛି ସଫଳ ଆଖି ପୁରେଇ ଦେଖ, ବିଶ୍ୱାସ ଅଛି ତା ଉପରେ। ପାନ ଜୀବନରେ କେବେ ଧୋକା ଦବନି, କି ଆକୁ ବି କେହି ଦୂରେଇ ପାରିବେନି। କୋଉ ମିଡିଆ ମନ୍ତ୍ରୀ ନେତା କେହି ଦୂରେଇ ପାରିବେ ଜାଣିଛୁ। ଆଉ ସାଙ୍ଗମାନଙ୍କୁ ଆଭଏଡ କରିପାରନ୍ତି, ସାଙ୍ଗମାନେ କିଏ ଜାଣିଛୁ? ଏଇ ଚାଲୁ ଗୋପାଳ, ଗୋପାଳ ଗୁଣ୍ଡି, ଧୂଳି ଗୁଣ୍ଡି, ବୋତଲ ମସଲା, ଡିଲକ୍ସ ମସଲା, ଏଇ ସବୁ ତାଙ୍କର ଖରାପ ଗୁଣ ଥାଇପାରେ, କିନ୍ତୁ ଆର କେବେ ଖରାପ ଗୁଣ ନାହିଁ। ଇଏ ପୁରା ହଲମାର୍କ ସୁନା। ଆକୁ ଯେତିକି ଭଲ ପାଇବ ଇଏ ତମକୁ ସେତିକି ଭଲ ପାଇବ। ଆଉ ଉପକାର ଶୁଣିଲେ ତୋ ପାଦ ତଳ ମାଟି ଖସିଯିବାର ସଫଳ। ତୁ ବିଶ୍ୱାସ କରିପାରିବୁନି ଆର ଏତେ ଭଲ ଗୁଣ ଅଛି ହେଲା। ସମସ୍ତେ ଆକୁ ଆଭଏଡ କର, ଆର ବହୁତ ଖରାପ ଗୁଣ। ଆକୁ ଖାଇବ ତ କ୍ୟାନ୍ସର ରୋଗରେ ପୀଡ଼ିତ ହବ। କେହି ଖାଅ ନା, ସଫଲ, ତମାକୁ, ଗୁଟକା, ମିନା ସବୁ ଆଭଏଡ କର, ପୁରା ନି